କରିବା ପାଇଁ ମୁଁ ତାଙ୍କୁ ପ୍ରଥମେ କୃତଜ୍ଞତା ଜ୍ଞାପନ କରୁଛି। ବିଜୁ ଜନତା ଦଳ ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ଏଜେଣ୍ଡା ବିକଶିତ ଓଡ଼ିଶା। ବିକଶିତ ଓଡ଼ିଶା ଏ ନିର୍ବାଚନରେ ସମ୍ବଲପୁର ଆରମ୍ଭ ଏ ଏଜେଣ୍ଡାରେ ସମ୍ବଲପୁର ଆରମ୍ଭ ମତେ ସେ ମୁଁ ତାଙ୍କ ପାଦ ତଳେ ସମ୍ବଲପୁରବାସୀଙ୍କର ପାଦ ତଳେ ଶହ ଶହ ନମନ ହଜାର ହଜାର ଜନତା ଯୋଉ ଭଳିଆ ମତେ ସ୍ନେହ ଦେଇଛନ୍ତି ମତେ ଲାଗୁନି ଯେମିତି ମୋ ଘରେ ମୁଁ ଠିଆ ହେଇଛି। ଲୁହ ଆସିଛି ମୋର କହ ଆସିଛି ଯେ ଏମିତି ଭଲ ପାଇବା ମୁଁ ଭାବିନଥିଲି। ଆପଣମାନଙ୍କ ପାଖରେ ବହୁତ କୃତଜ୍ଞ ମୋ ଭାଇମାନଙ୍କ ବହୁତ ବାବା ଏଇଠି ପାଠ ପଢିଥିଲେ ମୋର ପିସି ଏଠି ଥିଲେ। ଏ ସମ୍ବଲପୁର ମାଟି ସହିତ ବାବାଙ୍କର 70 ବର୍ଷର 60 ବର୍ଷର ସମ୍ପର୍କ ଆଜି ମତେ ଲାଗୁଛି ମୋ ଘରେ ମୁଁ ଠିଆ ହେଇଛି ଏବଂ ଟିକେଟ माननीय मुख्यमंत्री ଦେଇଛନ୍ତି ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛି ଯେ ମତେ ସେ ଏଠି ଯୋଗ୍ୟ ବିବେଚନା କରିଛନ୍ତି। ଏବେ ସମ୍ବଲପୁରବାସୀ ଉପରେ ମୁଁ ଭରସା କରିଛି माननीय मुख्यमंत्रीଙ୍କର ଯୋଉ ନିଷ୍ପତ୍ତିକୁ ସମ୍ମାନ ଜଣାଇବି। माननीय मुख्यमंत्री ସବୁବେଳେ ଗୋଟିଏ କଥା କହିଛନ୍ତି ଯେ मोर ओडिशा एक नंबर हेले ମୁଁ ସବୁଠୁ ଖୁସି ହେବି ଏବଂ ଆଜି ସମ୍ବଲପୁର ବିକାଶ ପାଇଁ ଏବଂ ସମ୍ବଲପୁର ଆହୁରି ରୂପାନ୍ତରୀକରଣ ପାଇଁ मत ये ठिया कर मुख्य एजेंडा अच्छी संबलपुर पार्लियामेंट कंट्रोल रूपांतरण एक नंबर आमर विजु जनता दल गोटे सब थाए आमर लोकों सहित जनता सहित आम कम जनता निष्पत्ति ने किए माननीय मुख्यमंत्री सहित पांच पांच थर ठिया से माननीय मुख्यमंत्री ठिया तेणुक सामने किए ठिया से कथा के डिसाइड करनी भावी ना माननीय मुख्यमंत्री जहाँ निष्पत्ति नियंती ओडावासी विशेषकर सम्बलपुरवासी सब सम्मान करते।